ଆଗରୁ ଯେତେବେଳେ ଆମର ଗୋଟେ ଖାଦ୍ୟ ପଦାର୍ଥ ତିଆରି ହଉଥିଲା କାହାକୁ ଦବା ପାଇଁ ବା ଆମେ ଗୋଟେ ଭୋଜିର ଆୟୋଜନ କରୁଥିଲେ କଣ ହଉଥିଲା ଗୋଟେ ଦହଡ ପଡୁଥିଲା ଦହଡ ମାନେ ଭାଇ ଗୋଟେ ଛୋଟିଆ ମସିଣା ଅଣମସିଆ ମସିଣାଟିଏ ପଡୁଥିଲା ଗାଁର ସମସ୍ତେ ବସୁଥିଲେ ଗାଁର ସମସ୍ତେ ବସୁଥିଲେ ସେଇ ଅଣସରିଆ ପଟିଆଟିରେ ସମସ୍ତେ ବସୁଥିଲେ ଶହ ଶହ ଲୋକ ସମସ୍ତେ ବସିଲା ପରେ ସମସ୍ତଙ୍କ ପତ୍ରରେ ପରସି ଦିଆ ହଉଥିଲା ଖାଦ୍ୟ ପଦାର୍ଥ ପରସି ଦିଆଗଲା ପରସି ସରିଲା ପରେ ମୁରବୀ ଯିଏ ସିଏ ପ୍ରଥମେ ଖାଇବେ କାହିଁକି ନା ମୁରବୀ ପ୍ରଥମେ ଦେଖିବ ସେ ଖାଦ୍ୟରେ ଯଦି କିଛି ତ୍ରୁଟି ଥିବ ତାହେଲେ ତା ଦେହଟି ଖରାପ ହେଇଯିବ ସାରା ଛୁଟିଆ ଏଠାରୁ ବରକୁ ରକ୍ଷା ପାଇଯିବେ 5 ବର୍ଷର ଛୁଆ ବଇଛି 85 ବର୍ଷର ବୁଢା ବି ବଇଛି 85 ବର୍ଷର ବୁଢା ଯେତେବେଳେ ପ୍ରଥମେ ମୁରବୀ ଲୋକଟା ଖାଇବ ସେତେବେଳେ ବାଇଆ ଆଇଛି ନା ରେ ଏ ମାଧିଆ ଆଇଛି ନା ଆସିଛି ନା আরে চক্করা তো আসি নাহি দেখো চক্করা কি সুন্দর ভাইচারা ଥିଲା ভাই গো চক্করা আইলা পরে খাদ্য দিয়াଯିବ গাঁ সারা সমস্ত অপেক্ষা করুଥିଲେ এরা চক্করা তোর দেরি ହେଲା কাହିଁକି না বাড়িয়ারে ଟିକେ পানি বড়ଉଥିଲି ওহো বস 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 ସମସ୍ତେ ବସିଲେ ବସିଲା ପରେ ମୁରବୀ କହିବେ ମୁଁ ଏବେ ପାଟିରେ ଦଉଛି ଆନନ୍ଦ ସାଗର କମା ଖାଦ୍ୟଗୁଡା କଣ ହେଇଯାଉଥିଲା ମହାପ୍ରସାଦ ତାକୁ ଆମେ ସମସ୍ତେ ଖାଉଥିଲେ ମହାପ୍ରସାଦ ଆମ ଦେହକୁ ଯାଇ ଆମକୁ ପବିତ୍ର କରୁଥିଲା ଆମକୁ ସ୍ତ୍ରୀ ବୃଦ୍ଧି କରାଉଥିଲା ଶକ୍ତିଶାଳୀ କରୁଥିଲା ଆମ ଭିତରେ ପ୍ରତିଭାକୁ ଜାଗ୍ରତ କରାଉଥିଲା ଏ ଯୋଉ ଚାରିଆଡେ ବୁଲିକି ଖାଉଛନ୍ତି ଏଟା ହେଲା ବଫେଇ ବଳେ ଏଠି ବସିବାକୁ ଜାଗା ନାହିଁ ବସିବାକୁ ଜାଗା ନାହିଁ ଠିଆ ହେଇକି ଖାଉଛନ୍ତି ସମସ୍ତେ ଠିଆ ହେଇକି କିଏ ଖାଏ ପଶୁ ଠିଆ ହେଇକି କିଏ ଖାଏ ପଶୁ ମାନେ ଠିଆ ହେଇକି ଖାଏ ପକ୍ଷୀ ମାନେ ଠିଆ ହେଇକି ଖାଆନ୍ତି ଭାଇ ତାହେଲେ ଆପଣ ମାନେ ସମସ୍ତେ କହନ୍ତୁ ଏଟା ପଶୁ ଭୋଜନ ହଉଛି ନା ନର ଭୋଜନ ହଉଛି ବସିକି ଖାଇଲେ ଆମ ଦେହ ଭିତରେ ଯୋଉ ଶକ୍ତିର ଜାଗରଣ ହୁଏ ଯୋଉ ଏକ୍ସରସାଇଜ ହୁଏ ତାହା ବ୍ୟାଧି ଦୂର କରେ ତାପରେ ଆସିଲା ଫେରିଗଲେ ଦୁଃଖ ନ ଖାଇଲେ ନାହିଁ ପସରା ତ ଭେଲେଇ ଦିଆଯାଇଛି ତାର ଖାଇଲା କେତେ ନ ଖାଇଲା କେତେ ମୁଁ ଡାକିଛି ମୋ କାମ ସାରି ଦେଇଛି